श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण नवम स्कंध चतुर्थ अध्याय। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतो। प्रतिदिन सकाळ 6टाରୁ 7टा जाए भागवत गोटे अध्याय हेउ पछे निश्चय शुणंतो। कमेंट बॉक्स रे जय जगन्नाथ लिखा को जमा भूलंतनी। आसंत शुणिबा भागवत महापुराण रे नवम स्कंध चतुर्थ अध्याय। ना भाग न भगर सूत चतुर्थे हांक चरित। श्री शुकवाच ना भाग न भगर बला पूर्वे से ब्रह्मचर्य कला। भाई तार भाग काटी सर्व संपद नेले बांटी। भाई को बोले भाग काहीं पिता तो भागे बोले भाई। पिता को बोलते ता जाई से बोले उचित नुहई। बोइला पुणी जाओ तू ही अंगिर शंक यज्ञ जही। ताहाको देवो उपदेश लभिबु द्रविण शेष। पितार बोले यज्ञ गला अनेक धन से लभिला। ताघेनी से जे बाटे आसे मिलिला कालिया पुरुषे। बोलोई मोर धन नेई पलाई जाऊ काहीं पाई। से बोले न जानई किछि पिता वचने नेउछि। पुरुष बोले तू पचार पिता को ए धन काहार। तहुना भाग बेगे गला सकल पिता को कहिला। पिता बोइले सत्य एहा पूर्वे ऋषिए कले जाहा। यज्ञर शेष धन आदि रुद्रंक भाग बोली विधि। ना भाग तहु बेले गला रुद्रे सकल समर्पिला। पिता पुत्रंक सत्य जाणी रुद्र बोलंती साधु बाणी। बोइले सर्व घेनी जाओ आवर ब्रह्म ज्ञान पाओ। एमंते सेना भाग राजा सुखे पालिला जन प्रजा। अनेक काल राज्य कला अंते से गोविंदे पशिला। ना भाग पुत्र अम्बरीश से राजा विष्णुर विश्वास। ब्राह्मण शाप न लागिला ता शुणी अभिमन्यु बोला। बोले के मन्ते हाहेला मोते तो संदेह लागिला। से ब्रह्म दंड वज्र घोर के मन्ते तहु हेला पार। किय बा तार तप फलु तरिला ब्रह्म सापा नळु। एकथा कह मुनि मते संशय लागिला तो चिते। एमंत राजा प्रश्न शुणी कहन्ति सुख मृदु बाणी। शुण राजन एक चित्ते जे प्रश्न वंशानुचरिते। ना भाग सुत अम्बरीश
ଯେମନ୍ତେ ବିଷ୍ଣୁର ବିଶ୍ୱାସ ବ୍ରାହ୍ମଣ ସାପ ନ ଲାଗିଲା ଅନ୍ତେ ସେ ଗୋବିନ୍ଦେ ପଶିଲା ସେ ସପ୍ତଦ୍ୱୀପେ ଏକ ରାଜା ସୁଖେ ପାଳଇ ଜନ ପ୍ରଜା ଅସଂଖ୍ୟ ସମ୍ପଦ ତାହାର ବିଭବ କେ କରେ ଗୋଚର ସପ୍ତଦ୍ୱୀପେ ରାଜା ପଣେ ପୂଜା ସେ ପାଏ ସର୍ବଜନେ ଶରୀର ସୁଖକୁ ନ ଲେଖେ ସମ୍ପଦ ସ୍ୱପ୍ନ ପ୍ରାୟ ଦେଖେ ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତି ଅନ୍ତେ ସେ ନରକେ ପଡ଼ନ୍ତି ଏମନ୍ତ ନିଶ୍ଚୟ ଜାଣି ମନେ ହରି ଭଜଇ ସେବା ଧ୍ୟାନେ ବିଷ୍ଣୁ ଭକତ ଯେତେ ଜନ ତାହାଙ୍କ ପାଦେ ତାର ମନ ସାଧୁଙ୍କ ପାଦେ ନିତ୍ୟ ସେବେ ସଂସାର ଆତ୍ମା ରୂପେ ଭାବେ ହରି ଚରଣ ଯୁଗେ ମନ ବିଷ୍ଣୁ ଉଚ୍ଚାରଇ ବଦନ ବିଷ୍ଣୁର ମନ୍ଦିର ମାର୍ଜନେ କର ଯୁଗଳ ଅନୁଦିନେ ଶ୍ରବଣ ଯୁଗ ତାସୁ କଥା ନିତ୍ୟ ଶୁଣଇ ବିଷ୍ଣୁ ଗାଥା ନିରତେ ତାହାର ନୟନ କଳ୍ପଇ ବିଷ୍ଣୁ ଦର୍ଶନ ଶରୀର ଚର୍ମ ତା ଯତନେ କଳ୍ପେ ବୈଷ୍ଣବ ଆଲିଙ୍ଗନେ ହରିଚରଣ ପଦ୍ମ ଗନ୍ଧେ ନିରତେ ନାସା ତା ମୋଦେ କୃଷ୍ଣର ଚରଣ ତୁଳସୀ ତାର ରସନା ତେଣେ ରସି ଚରଣ ଯୁଗ କଳ୍ପେ ନିତ୍ୟ କୃଷ୍ଣ ମନ୍ଦିରେ ଉପଗତେ ନମସ୍କରଣେ ଅପ୍ରମାଦେ ଶିର କଳ୍ପଇ ତାର ସଧେ ବିଷ୍ଣୁ ଭକତ ଜନେ ରତି ନିରତେ କଳ୍ପେ ତାର ମତି ଦେହ ବିଷୟ ତାର ଯେତେ କଳ୍ପଇ ହରି ଭାବେ ନିତ୍ୟ ବିପ୍ରେ ଦେବତା ପାଦେ ସେବେ ପ୍ରଜାଙ୍କୁ ଦେଖେ ବିଷ୍ଣୁ ଭାବେ ସକଳ ସମ୍ପଦ ପ୍ରସିଦ୍ଧି ଭିଆଇ କରେ ଅଶ୍ୱମେଧି ବିପ୍ରଚରଣ ଦାନେ ପୂଜେ ଯେ ଅଧି ଯଜ୍ଞ ବିଧି ଭଜେ ଅସିତ ବଶିଷ୍ଠ ଗୌତମ ସଙ୍ଗତେ ଘେନି ମୁନି ଗଣ ବିପ୍ର ସେବନ ଅନୁମତେ ସରସ୍ୱତୀର ଅଭିସ୍ରୋତେ ତାହାର ଯଜ୍ଞ ସଭା ମଧ୍ୟେ ତ୍ରିଦଶ ଅତ୍ୟନ୍ତ ଆନନ୍ଦେ ମୁନି ବ୍ରାହ୍ମଣ ମଧ୍ୟେ ବସି ନିତ୍ୟ ଯଜ୍ଞକୁ ପରଶଂସି ଦେବ ମନୁଷ୍ୟ ସଭାଗତେ ସର୍ବେ ଦିଶନ୍ତି ଏକମତେ ଦେବେ ଯେ ସଭା ମଧ୍ୟେ ଥାନ୍ତି ସ୍ୱର୍ଗ ଗମନ ନ ବାଞ୍ଛନ୍ତି ବିଷ୍ଣୁ କୀର୍ତ୍ତନ ସଭା ମଧ୍ୟେ ସକଳେ ଶୁଣନ୍ତି ଆନନ୍ଦେ ସ୍ୱର୍ଗର ପ୍ରାୟ ମହି ଦିଶେ ଅଷ୍ଟମ ନିଧି ଯହିଁ ବସେ ଏମନ୍ତ ଭକ୍ତି ଯୋଗ ବଳେ ସେ ରାଜା ସରସ୍ୱତୀ କୂଳେ ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲା ସର୍ବକାମନା ଉପେକ୍ଷିଲା ଗୃହ ସମ୍ପଦ ଦାରା ସୁତ ଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର ହସ୍ତି ସୋଜନ ବାଜି ଧନ ଇଚ୍ଛା ନ କରେ ତାର ମନ ନିରତେ ଗୋବିନ୍ଦ ଚରଣେ ମନ ନିବେଶେ ଅନୁକ୍ଷଣେ ତାହାର ଶୁଦ୍ଧ ଚିତ୍ତ ଜାଣି ଚକ୍ରକୁ ରାଇ ଚକ୍ର ପାଣି ବୋଇଲେ ଅମ୍ବରୀଶ ମେଳେ ତୁ ଚକ୍ର ଥିବୁ ସର୍ବକାଳେ ଏହାକୁ ରଖ ନିରନ୍ତରେ ଯେମନ୍ତେ ସର୍ବ ଦୁଃଖ ତରେ
ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ ସେ ଚକ୍ର ରକ୍ଷା କଲା ଯାଇ। ସେ ରାଜା ପତ୍ନୀର ସମେତେ ଉପାସେ ଏକାଦଶୀ ବ୍ରତେ। କାର୍ତ୍ତିକ ଶୁକ୍ଳ ପକ୍ଷେ ହରି ପୂଜିଲା ଉପବାସ କରି। ପ୍ରଭାତେ କାଳେ ମଧୁବନେ କାଳିନ୍ଦୀ କୂଳେ ଏକ ଧ୍ୟାନେ। ଆନନ୍ଦେ ପତ୍ନୀର ସମେତେ ବିଷ୍ଣୁ ପୂଜିଲା ଦୃଢ଼ ଚିତ୍ତେ। ଦ୍ରବ୍ୟ ସମ୍ପାଦି ଅତିରେକେ ପୂଜିଲା ମହା ଅଭିଷେକେ। ଉତ୍ତମ ବସ୍ତ୍ର ଅଳଙ୍କାର ସୁଗନ୍ଧ ମାଲ୍ୟ ଉପହାର। ସଙ୍ଗତେ ଘେନି ନିଜ ନାରୀ ଏକାନ୍ତ ଭାବେ ପୂଜା କରି। ଉତ୍ତମ ବ୍ରାହ୍ମଣ ବସାଇ ସୁନ୍ଦର ଧେନୁ ମାନ ଦେଇ। ଧେନୁକୁ କରି ଅଳଙ୍କାର ସୁବର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର। ପୃଷ୍ଠ ପାରୁଷେ ତାମ୍ର କାଂସେ ବସ୍ତ୍ରରେ ମଣ୍ଡିଲା ହରସେ। ସୁଶୀଳା ବତ୍ସା ପୟସ୍ୱିନୀ ମଣ୍ଡିଲା ଅଳଙ୍କାର ଘେନି। ବିପ୍ର ବସାଇ ବାକ୍ୟ କଲା ଷଡ଼ୟୁତ ଧେନୁ ଦେଲା। ସୁସ୍ୱାଦୁ ଅନ୍ନ ଷଡ଼ ରସେ ବିପ୍ରଙ୍କୁ ଭୁଞ୍ଜାଇ ହରସେ। ବିପ୍ରଙ୍କ ପାଦ ଯୁଗ ଲାଗି ପାରଣା ଅର୍ଥେ ଆଜ୍ଞା ମାଗି। ଉଦ୍ୟମ କଲା ନରପତି ଏମନ୍ତେ ମିଳିଲେ ଅତିଥି। ଦୁର୍ବାସା ଶଙ୍କରଙ୍କ ଅଂଶେ ଯାହାଙ୍କୁ ଦେଖି ଜନ ତ୍ରାସେ। ତାହାଙ୍କୁ ଦେଖି ନୃପମଣି ଆସନ ପାଦାସନ ଆଣି। ପୂଜିଲା ଅତିଥି ସ୍ୱଭାବେ ଆନନ୍ଦେ ଅତି ଗୌରବେ। ତାହାଙ୍କ ପାଦ ତଳେ ପଡ଼ି ରାଜା ବୋଲଇ କର ଯୋଡ଼ି। ଭୂମୁନି ପାରଣା ମୋହର ମୋହର ଘରେ ଭିକ୍ଷା କର। ତକ୍ଷଣେ ଅମ୍ବରୀଶ ବୋଲେ ମୁନି ମଧ୍ୟାହ୍ନ କର୍ମେ ଗଲେ। ଆନନ୍ଦ ମନେ ଧ୍ୟାନ କରି କାଳିନ୍ଦୀ ଜଳେ ମଦ ଭରି। ସେ ଜଳେ ସ୍ନାନ ସନ୍ଧ୍ୟା କଲେ ଆସନେ ବସି ନଦୀ କୂଳେ। ଏବେ ହୋ ଶୁଣ ନୃପମଣି ରାଜା ବିଚାରେ ବିପ୍ରେ ଘେନି। ପାରଣା ହୋଇଲା ଉଛୁର ଅତିଥି ନଇଲେ ମୋହର। କେମନ୍ତେ କରିବି ଭୋଜନ ଅବଜ୍ଞା କରି ମହାଜନ। ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳ ଯଥାର୍ଥ ପାରଣାର କାଳ। ଉଛୁର ପାରଣାର ବେଳା ମୋତେ ତ ସଙ୍କଟ ପଡ଼ିଲା। ଯେ କର୍ମ କଲେ ସାଧୁ ବାଣୀ ଲୋକେ ବୋଲିବେ ମୋତେ ପୁଣି। ଅଧର୍ମ ଲାଗିବଟି ମୋତେ ପାରଣା କରିବି କେମନ୍ତେ। ଜଳ ଗଣ୍ଡୁ ସେ କରି ପାନ ଅତିଥି କରାଇ ଭୋଜନ। ପଛେ ମୁଁ କରିବି ଆହାର ଏତେ ବିଚାରି ନୃପବର। ଜଳ ପାରଣା ଅପାରଣ ଏ ଆଦି ନିଗମ ବଚନ। ବିଚାରି ବ୍ରାହ୍ମଣଙ୍କ ତୁଲେ ଜଳ ଗଣ୍ଡୁ ସେ ପାନ କଲେ। ତକ୍ଷଣେ ଜଳ ପାନ କରି ଭୟସୁ ମରି ନର ହରି। ଦୁର୍ବାସା ଗମନ ଚାହିଁ ରାଜା ମନରେ ତ୍ରାସ ପାଇ। ଦୁର୍ବାସା ଯମୁନାର କୂଳେ ସୁକର୍ମ ସାରି ସାୟଂ କାଳେ। ମିଳିଲେ ଅମ୍ବରୀଶ ପାଶେ ପାରଣା କରିବାର ଆସେ। ନୃପତି କରି ବହୁମାନ୍ୟ ବୋଲଇ କରିବା ଭୋଜନ। ଏମନ୍ତେ ଅମ୍ବରୀଶ ବାଣୀ
ଦୁର୍ବାସା ବହୁମାନ୍ୟ ଶୁଣି ସ୍ୱଭାବେ ସର୍ବଜ୍ଞାତା ପଣ ଜାଣିଲେ କଲା ଏ ପାରଣ। ରାଜାର ବଦନକୁ ଚାହିଁ ବୋଲନ୍ତି କୋପ ଭର ହୋଇ ତୁ ଅନାଦର କଲୁ ମତେ ଜଳ ଭଖିଲୁ ଯେ ଗୁପତେ ଅତିଥି କଲୁ ଅବହେଳା ଭଞ୍ଜିଲୁ ପାରଣାର ବେଳା। ତୁ ଯେ ଅବଜ୍ଞା କଲୁ ମତେ ଉଚ୍ଚିଷ୍ଟ ଭକ୍ଷିବି କେମନ୍ତେ ତୁ ମତେ କଲୁ ଅବହେଳ ଭୁଞ୍ଜ ତୁ ଅଧର୍ମର ଫଳ। ଏମନ୍ତ ବୋଲି କୋପ ଭରେ ଜଟା ଉପାଡ଼ି ନିଜ କରେ ଭ୍ରୁକୁଟି କୁଟିଳ ଲୋଚନ ରାଜାଙ୍କୁ ବୋଲନ୍ତି ବଚନ। ଦେଖ ଏ ନୃପତିର ଗତି ସମ୍ପଦେ ହୋଇ ମୂଢ଼ମତି ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେ ବୋଲେ ମୁଁ ଈଶ୍ୱର ସାକ୍ଷାତେ। ଅତିଥି ମତେ ପୂଜା କଲା ପାରଣା ଅର୍ଥେ ନିମନ୍ତ୍ରିଲା ଭିକ୍ଷା ନ ଦେଇ ଆଗ ମତେ ପାରଣା କଲା ଏ ଯୁଗତେ। ମତେ ଯେ କଲା ଅବହେଳ ଭଞ୍ଜୁ ଏ ଅଧର୍ମର ଫଳ। ଜଟାକୁ ଚାହିଁ ଆଜ୍ଞା ଦେଲେ ଅନଳ ହୁଅ ତୁ ବୋଇଲେ ତକ୍ଷଣେ ହୁଙ୍କାର କରାଳ ଉଠିଲା କୃତିଆ ଅନଳ। ତେଜେ ଆଚ୍ଛାଦେ ଦଶ ଦିଶ ପବନ ବହେ ଅଣଚାଶ ଧୂମ ପୂରିତ ଶୂନ୍ୟ ମଧ୍ୟେ ବେଗେ ଧାଇଁଲା ଘୋର ନାଦେ ପ୍ରଳୟାନଳ ପ୍ରାୟ ହୋଇ ମିଳିଲା ରାଜା ଆଗେ ଯାଇ ଜ୍ୱଳନ୍ତ ଖଡ୍ଗ କରେ ଧରି ମିଳିଲା ଘୋର ନାଦ କରି ଭୂମିକମ୍ପଇ ପାଦ ଘାତେ ପର୍ବତ ଉଡ଼େ ଶ୍ୱାସ ବାତେ। ଦେଖି ତାହାର ତେଜ କଳା ରାଜା ଚରଣେ ନ ଘୁଞ୍ଚିଲା ତାର ବଦନ ରାଜା ଚାହିଁ ମନେ ଚିନ୍ତିଲା ଭାବଗ୍ରାହୀ। ତକ୍ଷଣେ ବିଷ୍ଣୁ ଚକ୍ର ଆସି କୋଟିଏ ସୂର୍ଯ୍ୟ ପ୍ରାୟ ଦିଶି କୃତିଆ ଅନଳ ଉପରେ ପଡ଼ିଲା ମହାନାଦ ଭରେ। ତକ୍ଷଣେ ଅନଳ ଲିଭିଲା ଦିଗ ଆକାଶ ପ୍ରକାଶିଲା ସୁଦର୍ଶନ ତେଜ ଦେଖି ଦୁର୍ବାସା ଭୟେ ବୁଜେ ଆଖି ନୟନେ ଦେଇବେନି କର ଭୟେ କମ୍ପଇ ଥର ହର ସମ୍ଭ୍ରମେ ଚାହିଁ ନ ପାରିଲା ଜୀବନ ଭୟେ ପଳାଇଲା। ତାଗ ଭାଜିବା ଦେଖି ପଛେ ଚକ୍ର ହିଁ ଧାଇଁଲା ପ୍ରତ୍ୟକ୍ଷେ ମଣ୍ଡୁକ ଦେଖି ସର୍ପ ଯେହ୍ନେ ଧାମଇ ଗର୍ଜିତ ବଦନେ। ଦୁର୍ବାସା ଦଶ ଦିଶ ଚାହିଁ ଭୟ ନ ପାରଇ ପଳାଇ ପଶିଲା ମେରୁ ଗୁହା ମଧ୍ୟେ ସୁଦର୍ଶନ ପଛେ ଖେଦେ ଦିଶ ଆକାଶ ଭୂମି ଗତେ ବିବର ସମୁଦ୍ର ସହିତେ ଦିଗପାଳଙ୍କ ପୁରେ ଲୁଚେ ଚକ୍ରକୁ ଦେଖେ ପଛେ ପଛେ ଯହୁଁ ଯହିଁକି ଧାମେ ବେଗେ ସୁଦର୍ଶନ ପଛେ ଲାଗେ। ସୁଦର୍ଶନ ତେଜ ଦେଖି କେହି ନ ପାରେ ତାକୁ ରଖି କେଣେ ଠାବ ନ ପାଇଲା ସତ୍ୟଲୋକକୁ ପଳାଇଲା। ଶୂନ୍ୟ ପଳାନ୍ତେ ମନ ଦୁଃଖେ ଭୟେ ପଶିଲା ବ୍ରହ୍ମଲୋକେ ବ୍ରହ୍ମାର ସମୀପେ ମିଳିଲା ଶରଣ ସମ୍ଭାଳ ବୋଇଲା। ଡାକଇ ପଶିଲି ଶରଣ ବିଧାତା ରଖ ମୋର ପ୍ରାଣ। ଏମନ୍ତେ ମୁନି ବାକ୍ୟ ଶୁଣି
ଉଚ୍ଚେ କହନ୍ତି କୁଶ ପାଣି କାଳ ସ୍ୱରୂପୀ ଯେ ଈଶ୍ୱର ଭ୍ରୁଭଙ୍ଗ ମାତ୍ରେ ଯା ସଂସାର ମୁଁ ବ୍ରହ୍ମା ଈଶ୍ୱର ସହିତେ ଭୃଗୁଦକ୍ଷାଦି ମୁନି ଯେତେ ପ୍ରଜା ଈଶ୍ୱର ଭୂତେଶ୍ୱର ଦେବ ସହିତେ ସୁରେଶ୍ୱର ସେ ହରି ଆଜ୍ଞା ଶିରେ ଧରି ଯେଝା ବିଷୟ ଅଧିକାରୀ ଅଛୁ ସଂସାର ଲୋକ ହିତେ ତାରି ପୁରଖିବୁ କେମନ୍ତେ ଏମନ୍ତ ବିଧାତା ବଚନ ଶୁଣି ଦୁର୍ବାସା ଛନ ଛନ ତହୁଁ ଚଳିଲା ମନ ଦୁଃଖେ ବେଗେ ପଶିଲା ଶିବ ଲୋକେ ଶଙ୍କର ଚରଣେ ପଡ଼ିଲା ଶରଣ ସମ୍ଭାଳ ବୋଇଲା ଦୁର୍ବାସା ବାକ୍ୟ ଶୁଣି ହର ସମ୍ଭ୍ରମେ ବୋଲନ୍ତି ଉତ୍ତର ଶୁଣ ଦୁର୍ବାସା ତୋତେ କହୁଁ ଆମ୍ଭେ ଯାହାର ଆଜ୍ଞା ବହୁ ବ୍ରହ୍ମାଣ୍ଡ ପାଳନ ପ୍ରକାଶେ ଯେବା ବିଷୟ ଜୀବ କୋଷେ କାଳର ବଳେ ଦୃଶ୍ୟ ଦୃଶ୍ୟ ଭ୍ରମନ୍ତି ସେ ଯୋନିୟ ଶେଷ ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମି ଗତ ଆଗତେ ପଥ ଶ୍ରମୀ ମୋ ସଙ୍ଗେ ବ୍ରହ୍ମାଦି କୁମାର ନାରଦ ଆଦି ମୁନି ବର କପିଳ ଦେବଳ ସୁରୀ ଧର୍ମ ମରିଚି ଆଦି କରି ଯେ ଅନ୍ୟ ସିଦ୍ଧ ମୁନି ଜନ ବେଦାନ୍ତ ଯାର ଦର୍ଶନ ଜାଣି ନ ପାରେ ତାର ମାୟା ନିରତେ ଭ୍ରମାଏ ବିଷୟା ସେ ବିଷ୍ଣୁ ଚକ୍ର ନିବାରଣେ ସମର୍ଥ ଅଛି କେ ଶରଣେ ତୁ ଏବେ ଚଳ ବିଷ୍ଣୁପୁର ହରିଚରଣ ଆଶ୍ରା କର ସେ ତୋତେ ରଖିବେ ଶରଣ ଅନ୍ୟଥା ନାହିଁ ପରିତ୍ରାଣ ଦୁର୍ବାସା ମହେଶ ବଚନେ ପଶିଲା ବିଷ୍ଣୁର ଭୁବନେ ଲକ୍ଷ୍ମୀ ସହିତେ ଯହିଁ ହରି ଅଛନ୍ତି ଗୃହାଶ୍ରମ କରି ବିଷ୍ଣୁର ଚକ୍ର ତେଜ ଭରେ ଘର୍ମଭୂଷିତ କଳେ ବରେ ଦୁର୍ବାସା ଶୋକ ଗଦ ଗଦେ ପଡ଼ିଲା ବିଷ୍ଣୁ ପଦ୍ମ ପାଦେ କାତରେ କମ୍ପଇ ଶରୀର ଡାକଇ ପ୍ରଭୁ ରକ୍ଷା କର ଭୋନାଥ ଅନନ୍ତ ଅଚ୍ୟୁତ ତୋ ସାଧୁ ଜନଙ୍କର ନାଥ ମୁଁ ତୋର ଅପରାଧ କରି ଶରଣ ଗଲି ରଖ ହରି ମୁଁ ତ ମହିମା ନ ଜାଣିଲି ତେଣୁ ମୁଁ ସଙ୍କଟେ ପଡ଼ିଲି ତୋର ସେବକେ ଅପରାଧ କଲି ମୁଁ ରଖ ହେ ଗୋବିନ୍ଦ ତୋର ଭକତ ତୋର ଲୋକ ମୋତେ ଚକ୍ର ତେଜୁ ରଖ ଦୁର୍ବାସା ମୁଖ ଚାହିଁ ହରି କହନ୍ତି ଅତି ମୋଦ ଭରି ଶ୍ରୀ ଭଗବାନ ବାଚ ମୁଁ ଯେ ଭକତ ପରାଧୀନ ମୁଁ ତହୁଁ ଭକ୍ତ ନହେ ଭିନ୍ନ ଭକ୍ତର ଅଧୀନ ମୁଁ ହୋଇ ସେବକ ପ୍ରାୟ ପଛେ ଥାଇ ସାଧୁଙ୍କ ହୃଦେ ମୁଁ ବସଇ ତାଙ୍କ ଭକତି ଭାବ ବହି ତାଙ୍କ ଭକତି ପ୍ରୀତି ମୋତେ ଆନନ୍ଦ ଦେଉଥାଇ ଚିତ୍ତେ ଭକ୍ତଟି ମୋହର ଶରୀର ତିଳେ ହେ ନାହିଁ ଅଭ୍ୟନ୍ତର ଭକ୍ତ ନିମନ୍ତେ ଦେହ ବହି ସଂସାରେ ନାନା ରୂପ ହୋଇ ଅତ୍ୟନ୍ତ ପ୍ରିୟ ମୋର ଭକ୍ତ ମୁଁ ଭକ୍ତ ଜନଙ୍କର ହିତ ଏକଥା ମୁନିଙ୍କ ସଙ୍ଗମେ ଜାଣନ୍ତି ଆଗମନି ଗମେ ଏକଥା ପରମ୍ପରା ବିଧି
ବେଦ ପୁରାଣ ମାର୍ଗେ ସିଦ୍ଧି ଯେ ପଶେ ମୋହର ଶରଣେ ସମ୍ପଦ ତୁଚ୍ଛ ପ୍ରାୟ ମଣେ ଦାରା ମନ୍ଦିର ସୁତ ଧନ କେବେ ହେଁ ନ କଳ୍ପେ ତା ମନ ଯେ ପ୍ରାଣ ଛାଡ଼େ ମୋର ହିତେ ମୁଁ ତାକୁ ଛାଡ଼ିବି କେମନ୍ତେ ମୋର ବିଷୟ ଚିତ୍ତ ସ୍ଥାପେ ମୋତେ ଦେଖଇ ଆତ୍ମା ରୂପେ ମୁଁ ତାକୁ ଦିଶେ ସର୍ବଭୂତେ ହୃଦୟ ଥାଏ ଅବିରତେ ଭକ୍ତିରେ ମୋତେ ବଶ କରି ନିଜ ପୁରୁଷେ ଜେନେ ନାରୀ ମୋର ଚରଣ ନିତ୍ୟ ଚିନ୍ତି ଚତୁର୍ଧା ମୁକ୍ତି ନ ବାଛନ୍ତି ଜନ୍ମ ମରଣ ତାପ ନାହିଁ ସ୍ଥିତି ସଂହାର ଆଉ କାହିଁ ମୋର ହୃଦୟ ଭକ୍ତ ଜନ ମୁହିଁଟି ତାହାଙ୍କ ଜୀବନ ମୁଁ ତହୁଁ ନ ଜାଣନ୍ତି ଆନ ମୁଁ ତାଙ୍କ ପ୍ରିୟ ଇଷ୍ଟ ଧନ ଏବେ ମୋ ଭକ୍ତ ଅପରାଧେ ସୁଦର୍ଶନ ତୋତେ ବାଧେ ଯେ ମୋର ଭକ୍ତକୁ ପୀଡ଼ନ୍ତି ମୋ ଚକ୍ର ତେଜେ ସେ ପଡ଼ନ୍ତି ବିପ୍ରେ ଯେ ତପ ବିଦ୍ୟା ବଳେ ଶ୍ରେୟ କରନ୍ତି ଏ ଶୟଳେ ସେ ଯେବେ ଭକ୍ତକୁ ପୀଡ଼ନ୍ତି ଉଭୟ ଲୋକ ନ ଲଭନ୍ତି ଏବେ ତୁ ଯାଅ ବେଗ ହୋଇ ନା ଭାଗ ପୁତ୍ର ଅଛି ଜହିଁ ତାରେ ଶରଣ ପଶ ଏବେ ମୋ ଚକ୍ରୁ ନିସ୍ତରିବୁ ଯେବେ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଗୋବିନ୍ଦ ଆଜ୍ଞା ପରମାଣେ ଦୁର୍ବାସା ଗଲା ତତକ୍ଷଣେ ହରି ଭକ୍ତଙ୍କ ମହିମା କେ କହିପାରେ ଗୁଣ ସୀମା ଭକ୍ତ ଚରଣ ସେବା ଫଳେ ପ୍ରସନ୍ନ ହନ୍ତି ହରି ଭଲେ ସୁଜନେ ଚିନ୍ତ ହରି ପାଦେ ଚରିବ ବିଷୟ ପ୍ରମାଦେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ନବମ ସ୍କନ୍ଧେ ଅମ୍ବରୀଶ ଚରିତମ୍ ନାମ ଚତୁର୍ଥ ଅଧ୍ୟାୟ। ପଞ୍ଚମ ଅଧ୍ୟାୟ ଚକ୍ରରୁ ଦୁର୍ବାସା ରକ୍ଷଣ। ପଞ୍ଚମ ଅଧ୍ୟାୟ ବର୍ଣ୍ଣନ। ଶ୍ରୀ ଶୁକ ଉବାଚ ଏମନ୍ତେ ବିଷ୍ଣୁର ବଚନେ ଦୁର୍ବାସା ଗଲା ତ ସମନେ ତକ୍ଷଣେ ଅମ୍ବରୀଶ ପାଦେ ପଡ଼ିଲା ଜୀବନ ପ୍ରମାଦେ ଚରଣ ତଳେ ତାକୁ ଦେଖି ସମ୍ଭ୍ରମେ ଆସନ ଉପେକ୍ଷି ବିପ୍ର ଜୀବନ ରକ୍ଷା ଅର୍ଥେ କର ଅଞ୍ଜଳି ଦେଇ ମାଥେ ସୁଦର୍ଶନ ମୁଖ ଚାହିଁ ଡାକଇ କର ତ୍ରାହି ତ୍ରାହି। ଅମ୍ବରୀଶ ଉବାଚ ଭୋ ଚକ୍ର ତୋ ମହିମା ଯେତେ କେ ମୁଖେ କହିପାରେ ତେତେ ତୁ ଅଗ୍ନି ତୁ ଆଦିତ୍ୟ ସୋମ ସର୍ବଜ୍ୟୋତିଙ୍କ ସୂକ୍ଷ୍ମ ଧାମ ତୁ ଆପକ୍ଷିତି ବାୟୁ ରୂପୀ ବ୍ୟୋମ ପ୍ରକାଶେ ସର୍ବବ୍ୟାପୀ ତୁ ତନ ମାତ୍ର ଇନ୍ଦ୍ରିଗଣ ବିରାଜ ପୁରୁଷ କାରଣ ଭୋ ଚକ୍ର ତୋତେ ନମସ୍କାର ସ୍ୱଭାବେ ତୁ ସହସ୍ରର ବିଷ୍ଣୁର ନିଜ ପ୍ରିୟ ତୁହି ତୋ ଭାବ ନ ଜାଣନ୍ତି କେହି ସକଳ ଶସ୍ତ୍ର ତେଜହରୁ ତୋର ମହିମା ମହାମେରୁ ତୁ ଲୋକପାଳ ସର୍ବ ଆତ୍ମା ତୁ ତେଜ ପୁରୁଷ ମହାତ୍ମା ତୁ ସର୍ବଧର୍ମ କର୍ମ ହେତୁ ଅଧର୍ମ କୂଳ ଧୂମ କେତୁ ତ୍ରୈଲୋକ୍ୟ ପାଳ ଶୁଦ୍ଧ ଚେତା ମନହୁ ବେଗ ବଳବନ୍ତା ତୋହର ନିଜ ତେଜ ତ୍ରାସେ ସଂସାର ଘୋର ତମ ନାଶେ
श्रुति तो महिमा न जाने केवल प्रकाश प्रमाणे सद सद रूप तोर ब्रह्मा शिवंकु अगोचर दानव बळे नर हरि तोते पेशन्ति वेग करी तु दैत्य बल मध्ये पशि सकल निज तेजे ध्वंसी असुर रणे तोर तेज देखि कंपई ग्रह राज एणु जगत त्राण अर्थे खल विनाशे धरी हस्ते तबळे बळी गदाधर तू एबे मते त्राही कर एबे प्रकुल देव मोर एहा जीवन रक्षा कर मु जेबे दान यज्ञ करी स्वधर्म मार्ग को आचरी ब्राह्मण चरण कमले जेबे सेवन मोर कूले जेबे गोविंद प्रीत मोते मु जेबे देखे सर्वभूते ए धर्मे जेबे मोर दीक्षा द्विजर हेउ प्राण रक्षा श्री शुकवाच एमंत शुणी ता वचन विष्णुर चक्र सुदर्शन तक्षणे निशाकर प्राय शीतल लागे विप्र देहे दुर्वासा जीवन पाइला संतोषे चक्र को चाहिला चक्र को नमस्कार करी बोले नृपति कर धरी दुर्वासा वाच देख अनंत दासंकर महामहिमा अगोचर अपराध कले हैं सहंती विष्णु को सर्वदेह चिंती साधु की अबान उपेक्षे हरि सकल देह देखे जहार नाम स्मृति मात्रे दूरित नर होई गात्रे से तीर्थ पद दास जेते दुख नाशंती ए जगते जेणु रखिलु मो जीवन तोर महिमा धन्य धन्य एमंत विप्र मुख शुणी कपाळे देई बेनी पाणी बोले दुर्वासा मुख चाही भो विप्र कर मते त्राही तुझे अतिथि मोर कूळे मिलिलु पारणार बेळे पारणा भये मु गुपते अपराध कली दुष्ट चित्ते से अपराध मन धर पारणा मोर गृहे कर एमंत राजार वचने पारणा कले तो समने कल्याण करी अम्बरीशे अनेक मनर संतोषे तक्षणे शून्य मार्गे गले ब्रह्मार भुवने मिलिले कहिले अम्बरीश वाणी ब्रह्मा संतोष ताहा शुणी राजा को कले धन्य धन्य एबे तो शुण हो राजन से अम्बरीश दंड धारी पुत्र को राजे राजा करी हरिचरणे मन देई पशिला घोर बने जाई प्राण छाड़िला तप बळे पशिला विष्णुर मंडले से अम्बरीशर आख्यान जे करे श्रवण कीर्तन हरिचरण मने चिंती अंते से गोविंदे पसंती बोलई विप्र जगन्नाथ नवम स्कंधे भागवत अमृत रसमय वाणी भकत महिमा बखाणी सुजने अम्बरीश वाणी संसारो तर एहा शुणी इति श्रीमद्भागवते महापुराणे पारमहंस्यां संहितायां नवम स्कंधे अम्बरीशोपाख्यानं नाम
पंचम अध्याय षष्ठ अध्याय षष्ठरे ससाद मान्धाता सौभरी आदिंकर कथा श्री शुकवाच एबे हो शुण नर नाथ कहिबा वंशानुचरित से अम्बरीश पुत्र तीनि विरूप शंभु केतु घेनि रूपे दिशन्ति अनुपम अशेष गुणे गुण धाम प्रसाद स्वविरूप पुत्र रथित रजे तार सुत से रथितर पुत्रिक उपाय कला से अनेक केबे हैं पुत्रता नहिला अंगिरा तुले विचारिला बोइला मोर पत्नी गर्भे संतति कर तुम्भे भावे क्षेत्रज पुत्र हेउ मोर अपुत्र दुख कर पार एमंत राजार वचने अंगिरा करी गर्भाधाने शतकुमार ब्रह्म तेजे जन्मिले अंगिरार बीर्जे से पुणी अंगिर होइले क्षत्रिय क्षेत्रे उपजिले पुणी मनुर घ्राणु जात इक्ष्वाकु नामे होए सुत से इक्ष्वाकुर वंश जेते कहिबा शुण एक चिते होइले सतेक कुमार ताहांक मध्ये वंशधर विकुक्षी निमिदंड नाम अति प्रशस्त गुण ग्राम एतिने पुत्र आदि जेते राजा होइले जगते पूर्वे 25 तार पुत्रे राजा होइले आर्यावर्ते पश्चिमे तार 25 ज्येष्ठ 3 मध्य देशे अपरे दक्षिण उत्तर एबे हो शुण नृपवर इक्ष्वाकु पितृ श्राद्ध दिने विकुक्षी भाई सन्निधाने बोइले वन पशुगण मो पितृ श्राद्धर्थे आण तक्षणे पितृ आज्ञा शिरे घेनि पशिला वन घोरे शबर गण तुले गला अनेक पशु बध कला श्राद्धकु यज्ञ जेते मांस ताहांक मध्ये थिला शस अरण्ये पथ श्रम पाई क्षुधिते तଳି न पारई शसा गोटिए मात्र जोड़ी मांस भखिला धर्म हुड़ी शेष जेतेक मांस थिला पिता समीपे नेई देला से पुण वसिष्ठंकु वाणी आनंदे बोले नृपमणि ए पशु मांसे श्राद्ध कर एमंत शुणिता उत्तर वसिष्ठ राजा वाक्य शुणी से कथा जोग बळे जाणी बोइले राजा मुख चाही प्रक्षण योग्य एनु हई देवता पितृ अर्थे मांस केमंते देवी अवशेष तोर कुमर क्षुधा अर्थे शशक भक्षिला वनस्ते बने भक्षिला अग्रभाग ए मांस श्राद्धे नहे योग्य एमंते गुरु वाक्य शुणी कोपे बोलई नृपमणि ए पुत्र पापिष्ठ पामर एहाकु राज्य दूर कर तक्षणे राजार वचने पुरु बाहार कले जने से पुण विप्रंक चरणे सेवा करई अनुक्षणे
ପିତାର ଅନ୍ତେ ରାଜା ହେଲା, ସସାଦ ନାମ ସେ ପାଇଲା। ପୃଥିବୀ ଶାସନ ସେ କଲା, ଯଜ୍ଞ ହରିଙ୍କୁ ଆରାଧିଲା। ସସାଦ ପୁତ୍ର ପୁରଞ୍ଜୟ, ନାମ ତା ହୋଏ ଚନ୍ଦ୍ରବାହ। ପରୋପକାର ଧର୍ମ କଲା, କକୁସ୍ଥ ନାମ ସେ ବହିଲା। ଏମନ୍ତେ ସୁକ ବାକ୍ୟ ଶୁଣି, ବୋଲେ ପରୀକ୍ଷ ନୃପମଣି। କକୁସ୍ଥ ନାମ ତାକେ ମନ୍ତେ, ଏକଥା କହ ମୁନି ମତେ। ଶ୍ରୀ ଶୁକ ଉବାଚ, ଦେବଦାନବ ସତ୍ୟ ଯୁଗେ, ଯୁଦ୍ଧ ଆରମ୍ଭ କଲେ ରଙ୍ଗେ। ଗୁରୁଙ୍କୁ ପୁଛିଲେ ଦୈବତେ, ସଂଗ୍ରାମେ ଜିଣିବୁ କେମନ୍ତେ। ବୋଇଲେ ଅଙ୍ଗିରା କୁମର, ପୁରଞ୍ଜୟକୁ ଯୋଦ୍ଧା କର। ତାର ନାରା ଚେରି ପୁଗଣେ, ବେଗେ ମରିବେ ଘୋର ରଣେ। ଶୁଣିବି ବୁଦ୍ଧେ ତୋ ସହେଲେ, ପୁରଞ୍ଜୟକୁ ନିମନ୍ତ୍ରିଲେ। ସେ ପୁଣି ଦେବ ବାକ୍ୟ ଶୁଣି, କପାଳେ ଦେଇବେନି ପାଣି। ବୋଲ ଇନ୍ଦ୍ର କନ୍ଧେ ବସି, ସଂଗ୍ରାମ କରିବି ସାହସୀ। ନହିଲେ ଯୁଦ୍ଧ ନାହିଁ ମୋର, ଏମନ୍ତ ଶୁଣି ତା ଉତ୍ତର। ହେଉ ବୋଇଲେ ସୁରଗଣେ, ଇନ୍ଦ୍ର ମିଳିଲା ତତକ୍ଷଣେ। ସଂଗ୍ରାମେ ବୃକ୍ଷ ରୂପ ହୋଇ, କନ୍ଧେ ପୁରଞ୍ଜୟ ଆରୋହୀ। ସ୍ତୁତି କରନ୍ତି ଦେବଗଣେ, ସେ ପୁରଞ୍ଜୟ ଘୋର ରଣେ। ଅଭେଦ ସ୍ନେହା ଦେହେ ଭରି, ଧନୁ ନାରାଚ ହସ୍ତେ ଧରି। ନିର୍ଭୟେ ଇନ୍ଦ୍ର କନ୍ଧେ ରହି, ତକ୍ଷଣେ ବିଷ୍ଣୁ ତେଜ ପାଇ। ପଶ୍ଚିମ ଦିଗେ ବେଗେ ଗଲା, ଅସୁର ଭୁବନେ ମିଳିଲା। ରୁନ୍ଧିଲା ଦେବ ଘେନି ସାଥେ, ପବନ ନବ ହୋଇ ପଥେ। ଦେବଦାନବେ ଘୋର ରଣ, ହୋଇଲା ଲୋମହର ଶଣ। ଅସୁରେ ନାନା ଶସ୍ତ୍ର ଧରି, କହିଲେ ସମର ଆବରି। ତାହାର ବାଣ ଅଗ୍ନି ପ୍ରାୟେ, ପଡ଼ିଲା ଅସୁରଙ୍କ ଦେହେ। ସମରେ ରହି ନ ପାରିଲେ, ପଳାଇ ନିଜ ପୁରେ ଗଲେ। ଅସୁର ବଳ ରଣେ ଜିଣି, ସମରେ ଧନ ରତ୍ନ ଆଣି। ଇନ୍ଦ୍ରକୁ ଦେଇ ସର୍ବଧନ, ତୋଷିଲା ବିବୁଧଙ୍କ ମନ। ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ, କକୁସ୍ଥ ନାମ ତାକୁ ଦେଲେ। ଅନେନା ପୁରଞ୍ଜୟ ସୁତ, ପୃଥୁ ତାହାର ତହୁଁ ଜାତ। ତାର ତନୟ ବିଶ୍ୱରନ୍ଧି, ତା ପୁତ୍ର ଚନ୍ଦ୍ର ନାମେ ସିଦ୍ଧି। ତା ସୁତ ଯୁବନାଶ ନାମ, ଶ୍ରୀବତ୍ସ ତାହାର ନନ୍ଦନ। ସାବସ୍ତିପୁର ଯେ ନିର୍ମାଇ, ଶପଥ ଦ୍ୱୀପେ ରାଜା ହୋଇ। ତାର କୁମର ବୃହଦଶ, ତା ସନ୍ତତିକୁ ବଳୟାସ। ସେ ରାଜା ଉତ୍ତଙ୍କ ବିଶ୍ୱାସ, ଧନ୍ଦୁର ଯୁଦ୍ଧେ କୁଳ ନାଶ। ଧନ୍ଦୁ ଅସୁର ଯେଣୁ ବଧି, ତେଣୁ ଧୁନ୍ଧୁମାର ପ୍ରସିଦ୍ଧି। ସମସ୍ତେ ହେଲେ ଭସ୍ମୀଭୂତ, ରହିଲେ ମାତ୍ର ତିନି ସୁତ। ଦୃଢ଼ାସ କପିଳାସ ବେନି, ଭଦ୍ରାସ ସହିତେ ସେ ତିନି। ହର୍ଯସ ଦୃଢ଼ାସର ସୁତ, ତାତହୁଁ ନିକୁମ୍ଭ ସମ୍ଭୂତ। ନିକୁମ୍ଭ ଠାରୁ ଯେ ଜନମ, ତାହାର ବରହଣାସ ନାମ। କୃଶାସ ନାମେ ତାର ସୁତ, ତାର ତନୟ ସେନ ଜିତ। ତା ସୁତ ଯୁବନାଶ ନାମ,
କେବେ ହେନ ରହିଲା ଗ୍ରାମ। ଅପୁତ୍ର ପଣେ ଦୁଃଖ ମନେ, ପତ୍ନୀ ସମେତେ ଗଲା ବନେ। ସତେକ ପତ୍ନୀ ତାର ତୁଲେ, ଋଷିଙ୍କ ଆଶ୍ରମେ ମିଳିଲେ। ଦେଖି ସତେକ ତାର ନାରୀ, ମୁନି ସକଳେ ଦୟା କରି। ରାଜାର ପୁତ୍ର ଜନ୍ମ ଅର୍ଥେ, ଯଜ୍ଞ କରାଇଲେ ସମସ୍ତେ। କଳସେ ତୀର୍ଥ ଜଳ ଭରି, ଗର୍ଭର ଅର୍ଥେ ମନ୍ତ୍ରୀ ବାରି। ଯଜ୍ଞର ଶାଳେ ଘଟ ଥୋଇ, ସକଳେ ନିଦ୍ରା ଗତେ ଶୋଇ। ଏମନ୍ତେ ରାଜା ଯଜ୍ଞଶାଳେ, ଅତି ତୃଷିତ ଅନ୍ତରାଳେ। ସହି ନ ପାରି ରାତ୍ର ଅନ୍ତେ, ଜଳ କଳସ ଘେନି ହସ୍ତେ। ଦେଖିଲା ସକଳ ଜ୍ଞାନ, ତୃଷାତେ କଲା ଜଳପାନ। ଏମନ୍ତେ ପାହିଲା ରଜନୀ, ନିଦ୍ରା ତେଜିଲେ ସର୍ବମୁନି। ଉଦୟ କାଳେ ମନ୍ତ୍ର ସ୍ୱରେ, କୁମ୍ଭ ତୋଳିଲେ ବେନି କରେ। ଦେଖିଲେ କୁମ୍ଭେ ଜଳ ନାହିଁ, ଚକିତେ ଚଉଦିଗେ ଚାହିଁ। ବୋଲନ୍ତି ପାଇ ମନେ ଭ୍ରମ, କେ ପ୍ରାଣୀ କଲା ଏଡ଼େ କର୍ମ। ମନ୍ତ୍ରୀ ତପୁଂସ ବନ ବାରି, କେ ପାନ କଲା ତୃଷା ଭରି। ତକ୍ଷଣେ ବେନି କର ଯୋଡ଼ି, ମୁନିଙ୍କ ପାଦ ତଳେ ପଡ଼ି। ରାଜା ବୋଇଲା ମୁଁ ଅଜ୍ଞାନେ, ତୃଷା ତୋଷିଲି ଜଳପାନେ। ଶୁଣି ବ୍ରାହ୍ମଣେ କୋପ ବହି, ବୋଇଲେ ବିଷ୍ଣୁ ମାୟା ଏହି। ପ୍ରାଣୀ ଯେ ଦଇବ ଅଧୀନ, ମାୟାର ବଳେ ହରେ ଜ୍ଞାନ। ବୋଇଲେ ରାଜା ମୁଖ ଚାହିଁ, ଗର୍ଭ ଧଇଲୁ ଏବେ ତୁହି। ଏବେ ତ ଜୀବନ ସମ୍ଭାଳ, ଏମନ୍ତେ ଗଲା କେତେ କାଳ। ସେ ପୁତ୍ର ଜନମର କାଳେ, ରାଜା ଉଦର ବାହୁ ବଳେ। ଦକ୍ଷିଣ କୁକ୍ଷି ବିଦାରିଲା, ତକ୍ଷଣେ ଭୂମିରେ ପଡ଼ିଲା। ରାଜା ନ ମଲା ପୁଣ୍ୟ ବଳେ, ଉଭାରି ଦେଖନ୍ତି ସକଳେ। ପୁତ୍ରର ଦଇ କ୍ଷୀର ଅର୍ଥେ, ତା ଦେଖି ଇନ୍ଦ୍ର ଦୟା ଚିତ୍ତେ। ବୋଲଇ ବିପ୍ରଙ୍କୁ ଅନାଇ, ରାଜାର ସ୍ତନ ଯୁଗ ନାହିଁ। ଏ ପୁତ୍ର ଲୋଡ଼ୁ ଅଛି କ୍ଷୀର, ଏମନ୍ତ ବୋଲି ନିଜ କର। ଅଙ୍ଗୁଳି ତାର ତୁଣ୍ଡେ ଦେଲା, ତକ୍ଷଣେ କ୍ଷୁଧା ତା ହରିଲା। ଇନ୍ଦ୍ର ବୋଲଇ ତାକୁ ଚାହିଁ, ତୋର ହୋଇଲି ମୁହିଁ ଧାଇ। ତୁ ଯେ ହୋଇଲୁ ବଳବନ୍ତା, ଏଣୁ ତୋ ନାମଟି ମାନ୍ଧାତା। ସେ ପୁଣି ଚକ୍ରବର୍ତ୍ତୀ ହୋଇ, ପାଳଇ ସପ୍ତ ଦୀପା ମହି। ତାହାର ତେଜେ ଦସ୍ୟୁଗଣ, ଭୟ ପଳାନ୍ତି ଛାଡ଼ି ରଣ। ଏଣୁ ସେ ନିଜ ତେଜ ଧାମ, ପାଇଲା ତ୍ରସଦସ୍ୟୁ ନାମ। ରାବଣ ଆଦି ଦସ୍ୟୁ ଯେତେ, ତ୍ରାସନ୍ତି ସେ ବସିଲେ ରଥେ। ଏମନ୍ତ ନାମ ଇନ୍ଦ୍ର ଦେଲା, ଅନେକ କାଳ ରାଜ୍ୟ କଲା। ତାରିପୁ ନାହିଁ ଶୟଳେ, ବଞ୍ଚିଲା ବିଷ୍ଣୁ ତେଜ ବଳେ। ଅନେକ ମତେ ଯଜ୍ଞ କଲା, ଦକ୍ଷିଣା ବିପ୍ର করে ଦେଲା। ଯେ ହରି ସର୍ବଦେବମୟେ, ଦେବେ ନ ମନ୍ତି ଯାର ପାଏ। ସେ ହରି ଯଜ୍ଞେ ତୋଷ କରି, ସୁଖେ ପାଳିଲା ବସୁନ୍ଧରି। ସୂର୍ଯ୍ୟର ତେଜ ଯେତେ ଦୂର, ଯହିଁବା ସୂର୍ଯ୍ୟର ସଞ୍ଚାର। ମାନ୍ଧାତା ତେତେ ଦୂର ରାଜା, ସର୍ବେ କରନ୍ତି ତାକୁ ପୂଜା। ସେ ପୁଣ ଶଶ ବିନ୍ଦୁ ପୁରେ,
କନ୍ୟା ଲୋଭିଲା ସ୍ୱୟଂବରେ, ସେ କନ୍ୟା ଇନ୍ଦୁମତୀ ନାମ, ରୂପରେ ଅଟେ ଅନୁପମ। ତାହାର ଗର୍ଭେ ପୁତ୍ର ତିନି, ଜନ୍ମିଲେ ବିଷ୍ଣୁ ତେଜ ଘେନି। ପୁରକୁ ଯେ ଅମ୍ବରୀକ୍ଷ, ଏ ଆଦି ମୁଚୁକୁନ୍ଦ ଶେଷ। ଏ ଅନ୍ତେ ପଞ୍ଚାଶ ଦୁହିତା, ଉତ୍ପନ୍ନ କଲେ ମାନ ଧାତା। ସେ କନ୍ୟା ଗଣ ବିଭା କାଳେ, ସୌଭରି ମୁନି ଯୋଗ ବଳେ। ବିବାହ କଲେ କନ୍ୟା ଗଣ, ସେ କଥା ଏକ ମନେ ଶୁଣ। ସୌଭରି ଋଷି ବୃନ୍ଦାବନେ, କାଳିନ୍ଦୀ ଜଳେ ଯୋଗ ଧ୍ୟାନେ। ତପ କରନ୍ତି ଦୃଢ଼ ଚିତ୍ତେ, ଏମନ୍ତେ କିଛି କାଳ ଅନ୍ତେ। ସମାଧି ଭାଙ୍ଗିଲା ଚଞ୍ଚଳେ, ସ୍ଥିରେ ଚାହିଁଲେ ନଦୀ ଜଳେ। ଦେଖିଲେ ମୀନ ଗଣ ମଧ୍ୟେ, ରହିତ ଖେଳଇ ଆନନ୍ଦେ। ବାଳକ ମୀନ ତା ଶରୀରେ, କ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ। ଏମନ୍ତ ହୋଇ ପ୍ରତିଦିନେ, ଖେଳନ୍ତି ମୁନି ସନ୍ନିଧାନେ। ସୌଭରି ମୁନି ତାଙ୍କୁ ଚାହିଁ, ଲାଳସ ଚିତ୍ତେ ବିଚାରଇ। ଦେଖ ଏ ରୋହିତର ଭାଗ୍ୟ, କୁଟୁମ୍ବ ମଧ୍ୟେ ସୁଖ ଭୋଗ। ମୁଁ ଏବେ କରି ଗୃହାଶ୍ରମ, ସାଧିବି ଯଥା କୁଳ ଧର୍ମ। ଏତେ ବିଚାରି ତପ ଛାଡ଼ି, ଗୃହ କରଣେ ଚିତ୍ତ ବଢ଼ି। ମାର୍ଗେ ଚଳନ୍ତି ସେ ବିଚାରି, ବିବାହ ଅର୍ଥେ ବ୍ରହ୍ମଚାରୀ। ଗୃହସ୍ଥ ଧର୍ମ ନୁହେଁ ଭଲେ, ଦାରା ପରିଗ୍ରହଣ କଲେ। ଏତେ ବିଚାରି ଦୃଢ଼ ଚିତ୍ତେ, ମିଳିଲେ ନୃପତି ଅଗ୍ରତେ। ମୁନି ଆଗମ ରାଜା ଦେଖି, ଉଠିଲା ଆସନ ଉପେକ୍ଷି। ଅତିଥି ମତେ ପୂଜା କଲା, ଆସନେ ନେଇ ବସାଇଲା। ଅନେକ ଗୌରବ କରି, ତା ଦେଖି ମୁନି ସଉ ଭରି। ବୋଲନ୍ତି ରାଜା ମୁଖ ଚାହିଁ, ବିଭା କରାଅ ମତେ ତୁହି। ଗୃହେ କଳ୍ପିଲା ମୋର ମନ, କନ୍ୟାଏ ଦିଅ ମତେ ଦାନ। ମୋହର ସନ୍ତତି ହୋଇଲେ, ସୁଧର୍ମ ରଖିବୁ ତୁ ଭଲେ। ଏମନ୍ତ ମୁନି ମୁଖ ଶୁଣି, ରାଜା ବିଚାରେ ମନେ ଗୁଣି। ଏ ଅତି ବୃଦ୍ଧ ଜର ଜର, ବାତେ କମ୍ପଇ ତା ଶରୀର। ବୃଦ୍ଧଙ୍କ ମଧ୍ୟେ ଅତି ବୃଦ୍ଧ, ଗୃହ କରଣେ କଲା ସଧ। ମୋର ଦୁହିତା ବଡ଼ ସୁଖୀ, ଏହାକୁ ଦେଲେ ହେବ ଦୁଃଖୀ। ନଦେଲେ ମୋର ଭଲ ନାହିଁ, ଏତେ ବିଚାରି ମୁନି ଚାହିଁ। ବୋଲଇ ଶିରେ ଦେଇ କର, ଭୂମୁନି ଶୁଣ ମୋ ଉତ୍ତର। 50 କନ୍ୟା ଅଛି ମୋର, ଅନ୍ତପୁରକୁ ବିଜେ କର। ଯେ କନ୍ୟା ତୁମ୍ଭଙ୍କୁ ବରିବ, ସୁମନେ କରି ପ୍ରିୟ ଭାବ। ସେ କନ୍ୟା ନିଶ୍ଚୟ ଦେବି ମୁହିଁ, ଏମନ୍ତେ ରାଜା ବାକ୍ୟ ପାଇ। ମୁନି ଉଠିଲେ ତୋଷ ହୋଇ, ତକ୍ଷଣେ ଅନ୍ତପୁରେ ଯାଇ। ଦ୍ୱାରପାଳକୁ ରାଜା ଚାହିଁ, ବୋଲଇ ଘେନି ଯାଅ ତୁହି। ଯେ କନ୍ୟା ବରିବ ଏ ବର, ଦେବହିଁ ସତ୍ୟ ଏ ମୋହର। ଦ୍ୱାରପାଳର ହସ୍ତ ଧରି, ପୁରେ ପଶିଲେ ସଉ ଭରି। ମିଳିଲେ କନ୍ୟାଙ୍କ ମନ୍ଦିରେ, ମାୟା ମୋହନ କଳେବରେ। ରୂପେ କନ୍ଧର୍ପ ତେଜ ଗଞ୍ଜେ, ଜଗମୋହନ ତେଜ ପୁଞ୍ଜେ।
କନ୍ୟାକୁ ଚାହିଁ ଦ୍ୱାରପାଳ ଅଳପ ନୁଆଁଏ କପାଳ ବୋଲଇ କନ୍ୟାଙ୍କୁ ଅନାଇ ମୁଁ ତୁମ୍ଭ ପିତା ଆଜ୍ଞା ପାଇ ସଙ୍ଗତେ ଆଣି ଅଛି ବର ଯାହାର ଇଚ୍ଛା ତୁମ୍ଭେ ବର ଏକଇ କନ୍ୟା ଦେବେ ଦାନ ଅଧିକେ ନାହିଁ ପ୍ରୟୋଜନ ତାରୂପ କନ୍ୟା ମାନେ ଚାହିଁ ନୟନ ପିଛା ନ ଚଳଇ ସର୍ବେ ଇଛନ୍ତି ତାର ସଙ୍ଗ ଅନଳେ ଯେ ସନେ ପତଙ୍ଗ ଏକ ଆରେ ଏକ ଆଗ ହୋଇ ବୋଲନ୍ତି ମୋର ବର ଏହି ମୁହିଁ ବରିଲି ଆଗେ ବର ନିଶ୍ଚୟ ବର ଏ ମୋହର ଏମନ୍ତେ କୁଆରେ ବାଦେ ମୁନିକି ବରିଲେ ଆନନ୍ଦେ ତକ୍ଷଣେ ଦ୍ୱାରପାଳ ଗଲା ନୃପତି ଆଗେ ଜଣାଇଲା ବୋଲଇ ବିଧାତାର ମାୟା କେଆନ କରେ ପ୍ରଭୁ ଏହା ଦୈବ ବଳ ଆକର୍ଷଣେ ସର୍ବେ ବରିଲେ ବର ପଣେ ଶୁଣି ତାହାର ମୁଖୁ ବାଣୀ ସମ୍ଭ୍ରମ ଚିତ୍ତେ ନୃପମଣି ଆନନ୍ଦେ କନ୍ୟା ଦାନ କଲା ଅନେକ ଯୌତୁକ ଦେଲା 50 କନ୍ୟା ବିଭା କରି ପୂର୍ବାହାର ସବୁ ଭରି ସମ୍ପଦ ସିଦ୍ଧି ଯୋଗ ବଳେ ଗୃହସ୍ଥ ଆଶ୍ରମ ନିଶ୍ଚଳେ ନାନା ପ୍ରକାର ଭୋଗ କଲେ ଅନେକ ପୁତ୍ର ନାତି ତୁଲେ ଯେ ଭୋଗ କଳ୍ପେ ତାଙ୍କ ମନେ ତକ୍ଷଣେ ମିଳେ ସନ୍ନିଧାନେ ଏମନ୍ତେ କିଛି କାଳ ଗଲା ବୈରାଗ୍ୟ ମନେ ଉପୁଜିଲା ନିଜ କପାଳେ କର ମାରି ତାପେ ବୋଲନ୍ତି ସବୁ ଭରି ଦୈବ ବଳ ଦେଖ ମତେ ତପ ମୁଁ କଲି ମୋକ୍ଷ ଅର୍ଥେ ଜଳେୟ ନାଇଁ ମୀନ ବଂଶେ ଜ୍ଞାନ ହାରିଲି ସଙ୍ଗ ଦୋଷେ ଏକ ମୁଁ ଭଜିଲି ଅନେକ ଅନ୍ତେ ମୁଁ ପଡ଼ିବି ନରକ ଏମନ୍ତ ବିଚାରି ଏକାନ୍ତେ ତକ୍ଷଣେ ପଶିଲେ ବନସ୍ତେ ପତ୍ନୀ ସಮೇତେ ତପଦାହି ଅନ୍ତେ ଲଭିଲେ ଭାବଗ୍ରାହୀ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ କହିଲି ଆତ୍ମାହିତ ବାଣୀ ଏଣେ ଭକତି ପରିମାଣୀ ସଂସାର ଅନ୍ଧକୂପେ ଥାଇ ଏବେ ନୂଆନ ଗତି ନାହିଁ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ନବମ ସ୍କନ୍ଧେ ସୌଭର୍ଯ୍ୟୁପାଖ୍ୟାनं ନାମ ଷଷ୍ଠ ଅଧ୍ୟାୟ।